ଶ୍ରୋତା ବନ୍ଧୁ, କବି ମାତ୍ରେ ଭାବପ୍ରବଣ ଓ ସମ୍ବେଦନଶୀଳ। ସେଇ ଭାବପ୍ରବଣତା ଯୋଗୁଁ ସେ ସମଗ୍ର ବିଶ୍ୱକୁ ଭଲ ପାଇ ବସେ। ସେଇ ସମ୍ବେଦନଶୀଳ ଭାବ ଯୋଗୁଁ ସେ ସ୍ମୃତିଚାରଣା କରେ, ମଣିଷକୁ ଲୋଡ଼େ, ହାତ ପାଆନ୍ତାରେ ସ୍ପର୍ଶାତୁର ମନତାର ଜଗତକୁ ସାଉଁଟି ବସେ, କୋଳାଗ୍ରତ କରେ। ସେ ବଞ୍ଚିବାକୁ ଚାହେଁ, ପୁଣି ବଞ୍ଚିବାକୁ ମଧ୍ୟ ଚାହେଁ ନାହିଁ। ସବୁବେଳେ ସ୍ମୃତିର ଝରଣାରେ ସେ ଭାସି ଉଠେ ଏବଂ ଆକାଶର ଯେତେ ସବୁ ଉଚ୍ଛ୍ୱସିତ ମଧୁର ଅନୁଭବକୁ ଆକଣ୍ଠ ପାନ କରିବା ପାଇଁ ଚେଷ୍ଟା କରେ। ଆଜି ଆମେ ଏମିତି ଜଣେ ଭାବପ୍ରବଣ କବିଙ୍କୁ ଶୁଣିବା ଯେ ଏକାଧାରରେ ଜଣେ ଅଧ୍ୟାପକ, ରାଜସ୍ୱ ସେବାର ଜଣେ କମିଶନର ଏବଂ ଜଣେ ଭାବପ୍ରବଣ କବି। ଆଜିର କବି ଶ୍ରୀଯୁକ୍ତ ପୀୟୁଷ ପଟ୍ଟନାୟକ, ସେ ପ୍ରାଣୀ ବିଜ୍ଞାନରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଯଥାକ୍ରମେ MSc ଆଉ MPhil କରିଛନ୍ତି। 1979ରୁ 84 ମସିହା ପର୍ଯ୍ୟନ୍ତ ପଞ୍ଚାୟତ କଲେଜ ବରଗଡ଼ରେ ପ୍ରାଣୀ ବିଜ୍ଞାନର ଅଧ୍ୟାପକ ଭାବରେ ଅଧ୍ୟାପନା କାର୍ଯ୍ୟ ମଧ୍ୟ କରିଛନ୍ତି। ପରବର୍ତ୍ତୀ ସମୟରେ 1984ରେ ଭାରତୀୟ ରାଜସ୍ୱ ସେବାରେ ସେ ଯୋଗଦାନ କରନ୍ତି ଏବଂ ଏଠି ସେ ଅବସ୍ଥାପିତ ହୋଇଛନ୍ତି ଚିଫ୍ କମିଶନର ଭାବେ। ତାଙ୍କର କାର୍ଯ୍ୟର ସରହଦ ହେଉଛି କଷ୍ଟମ୍ସ ସେଣ୍ଟ୍ରାଲ ଏକ୍ସାଇଜ ଆଣ୍ଡ GST ଭୁବନେଶ୍ୱର। ଅବସର ପରେ ତାଙ୍କର ପ୍ରାୟ ସମୟ କବିତା ଲେଖିବାରେ ହିଁ ସେ କାଟନ୍ତି ଏବଂ କବିତା ତାଙ୍କୁ କୁଆଡ଼େ ଆଚ୍ଛନ୍ନ କରେ ବେଳ ଅବେଳରେ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ କବି ପୀୟୁଷ ପଟ୍ଟନାୟକଙ୍କୁ। ତାଙ୍କ କବିତାର ଶୀର୍ଷକ ହେଉଛି ତୁମ ଗାଁ ଆଉ ଆମ ଗାଁ। କବି ପୀୟୁଷ ପଟ୍ଟନାୟକ। ତୁମ ଗାଁ ଉପାନ୍ତରେ ପରିଚିତ ଦିନେ ସଞ୍ଜବେଳେ ଅଦ୍ଭୁତ ହୃଦୟସ୍ପର୍ଶୀ ଦୃଶ୍ୟ ଏକ ଦୂର ଦିଗ୍ବଳୟେ ଏକାନ୍ତରେ ଟାଣିନେଲା କେଉଁ ଏକ ନିଷିଦ୍ଧ ଅଞ୍ଚଳେ। ମନର ସେ ଅବୟବେ ତୁମ ସାଥେ ସ୍ମୃତିର ଆଳୟେ। ଲୋହିତ ବର୍ଣ୍ଣରେ ବିଭା ଦିଗ୍ବଳୟ ଆସନ୍ନ ସନ୍ଧ୍ୟାରେ। ସେଦିନର ମାନସରେ ସ୍ତୂପୀଭୂତ ଅନନ୍ତ ବିସ୍ମୟ। କେତେ ବିଚାର ବିମର୍ଶ ବିସ୍ମୟର ହେତୁ ଖୋଜିବାରେ ତୁମ ଗାଁ ଚପଳିତ ଶୈଶବର ଅକ୍ଷତ ନିଳୟ। ତୁମ ଗାଁ ଚପଳିତ ଶୈଶବର ଅକ୍ଷତ ନିଳୟ। କେଉଁ ଏକ ଅପରାହ୍ନେ ଜିଜ୍ଞାସାର ଦୁର୍ବାର ଆବେଶେ ଧାଇଁଥିଲି ଭେଦିବାକୁ ବିସ୍ମୟର ଅଭେଦ୍ୟ ପ୍ରାଚୀର। ଦୂରେ କିନ୍ତୁ ଘୁଞ୍ଚେ ଦିଗ୍ବଳୟ, ଫେରିଲି ନିରାଶେ। ସେପଟର ନୀରବତା ସଦା ଲାଗେ ଉଦାସ ଗମ୍ଭୀର। ସେ ଉଦାସୀ ମନତଳେ ହଜିଯାଏ ଯେତେ କିଛି ପ୍ରଶ୍ନ। ସେ ଉଦାସୀ ମନତଳେ ହଜିଯାଏ ଯେତେ କିଛି ପ୍ରଶ୍ନ। ଫେରି ଦେଖେ ତୁମ ଗାଁ ବିଧୁରିତ ତଥାପି ମୌନ। ଫେରି ଦେଖେ ତୁମ ଗାଁ ବିଧୁରିତ ତଥାପି ମୌନ। ଇଚ୍ଛା ହୁଏ ଛୁଇଁବାକୁ ଯାହା ଅଛି ଦୂର ଦିଗନ୍ତରେ। ଇଚ୍ଛା ହୁଏ ଛୁଇଁବାକୁ ଯାହା ଅଛି ଦୂର ଦିଗନ୍ତର। ଏବେ ବି ତ ଗଲାବେଳେ ତୁମ ଗାଁ ଉପାନ୍ତେ ଏକାନ୍ତେ। ଲାଗେ ମୋତେ ଦିଗ୍ବଳୟ ବିସ୍ମୟର ଗୁପ୍ତ ଗନ୍ତାଘର। ଧରି ରଖି ଚେତନାର ନୂତନତ୍ୱ ସ୍ୱର କି ଦିନାନ୍ତେ। ସେ ଚେତନା ମନେ ଆଣେ ପ୍ରତୀକ୍ଷିତ ଅଜଣା ପୁଲକ।
ସେ ଚେତନା ମନେ ଆଣେ ପ୍ରତୀକ୍ଷିତ ଅଜଣା ପୁଲକ, ଏ ମୋର ଦେହର ଶିରା ପ୍ରଶିରାରେ କ୍ଷିପ୍ର ସମ୍ମୋହନ, ନେଇଯାଏ ସେ ଦେଶକୁ ଯହିଁ ଅଛି ପ୍ରୀତିର ମହକ, ଜନ୍ମ ଜନ୍ମାନ୍ତର ଦୁଃଖ ଭୁଲିବାର ସୁକୋମଳ ସ୍ୱନ। ଦିନର ଅବଧି ଶେଷେ ଯେବେ ରାତ୍ରି ଛୁଏଁ ତୁମ ଗାଁ, ଦିନର ଅବଧି ଶେଷେ ଯେବେ ରାତ୍ରି ଛୁଏଁ ତୁମ ଗାଁ, ତାରକିତ ଆକାଶରେ ଦିଗ୍ବଳୟ ପିନ୍ଧେ ନୂଆ ରଙ୍ଗ, ଉଦିତ ଜହ୍ନର ସାଥେ ଆଲୋକର ଝଲକିତ ଛୁଆଁ, ଅନାବୃତ ବିସ୍ତୀର୍ଣ୍ଣତା ସେ ଛୁଆଁର ନୂତନ ତରଙ୍ଗ। ଛୁଇଁ ଯାଇ ଦିଗ୍ବଳୟ ମୋ ମନର ପ୍ରତିଟି କୋଣରେ, ଛୁଇଁ ଯାଇ ଦିଗ୍ବଳୟ ମୋ ମନର ପ୍ରତିଟି କୋଣରେ, ପାଶେ ଧାଇଁ ଯିବା ପାଇଁ ଏବେ ବି ତ ମୋତେ ଆଖିଠାରେ, ପାଶେ ଧାଇଁ ଯିବା ପାଇଁ ଏବେ ବି ତ ମୋତେ ଆଖିଠାରେ। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ କବି ପିୟୁଷ ପଟ୍ଟନାୟକଙ୍କୁ ତାଙ୍କର ଅନ୍ୟ ଏକ କବିତାର ଶୀର୍ଷକ ହେଉଛି ବଞ୍ଚିବାକୁ ଜୀବନ ଗୋଟିଏ। ସକାଳର ନିଦ ଭାଙ୍ଗେ, ଖଟ୍ ଖଟ୍ ଶବ୍ଦ ହୁଏ ଚାହା ପିଆ ଟେବୁଲ ଉପରେ, ସକାଳର ନିଦ ଭାଙ୍ଗେ, ଖଟ୍ ଖଟ୍ ଶବ୍ଦ ହୁଏ ଚାହା ପିଆ ଟେବୁଲ ଉପରେ, ଚାହା ବାମ୍ଫ ମୋଡ଼ି ମୋଡ଼ି ଭାଙ୍ଗେ ବାସ୍ନାର ଲହଡ଼ି, ଭିଜା ଭିଜା ଉଦାସ ସକାଳେ। ଗଛପତ୍ର ଝଡ଼ା ଦିଏ, ପରଦା ଘୋଡ଼ାଇ ହୁଏ, ସକାଳର ନିଦ ନିଦ ଆଖି ପତ୍ର ସବୁ ଉଡ଼ିଯାଏ, ଆକାଶ ଧୂସର କରେ କିରଣ ତ ଆସିବାକୁ ବାକି। ମେଘ ଆଡ଼ୁଆଳେ ଦିଶେ ଆଲୋକର ଦୁଇ ହାତ, ଫିଙ୍ଗିବାକୁ ଖରା ଧଳା ଫୁଲ, ମେଘ ଆଢ଼ୁଆଳେ ଦିଶେ ଆଲୋକର ଦୁଇ ହାତ, ଫିଙ୍ଗିବାକୁ ଖରା ଧଳା ଫୁଲ, ପବନ ତ ଅମାନିଆ, ପବନ ତ ଅମାନିଆ, କାକରରେ ହେମାଳିଆ ଟାଣିନିଏ ପିଆଲାରୁ ଝୁଲ। ଶୋଇବାର ବେଳ ନୁହେଁ, ଶୋଇବାର ବେଳ ନୁହେଁ, ଅନ୍ଧାର ତ ଛପିଲାଣି, ଉଠିବାକୁ ଇଚ୍ଛା ହୁଏନି କି? ଶୋଇବାର ବେଳ ନୁହେଁ, ଅନ୍ଧାର ତ ଛପିଲାଣି, ଉଠିବାକୁ ଇଚ୍ଛା ହୁଏନି କି? ଦିନଟା ବା କେଇ ଘଣ୍ଟା, ଖେଳର ମିନିଟି କଣ୍ଟା, ନିମିଷକେ ସରିଯିବନି କି? ଖରା ଏବେ ଜଡ଼ିଯାଇ ପଦ୍ୟାନ୍ତର ଗୀତ ଗାଏ, ଖରା ଏବେ ଜଡ଼ିଯାଇ ପଦ୍ୟାନ୍ତର ଗୀତ ଗାଏ, ନୁଆଣିଆ ଚାଳର ଛାତିରେ, କାକର ଅଳସ ଭାଙ୍ଗେ ପାଣି ହୋଇ ବହିଯାଏ, ଦୁବ ଘାସ ଛୁଞ୍ଚି ପତ୍ର କଡ଼େ। ପାହାଡ଼ ପାଖକୁ ରାସ୍ତା, ପାହାଡ଼ ପାଖକୁ ରାସ୍ତା, ଧୁଆଳିଆ ଅଙ୍କା ବଙ୍କା ଲୋଚାକୋଚା ଶାଢ଼ୀ ଧଡ଼ି ପରି, ଲମ୍ବା ସମୟ ସରେ ସକାଳରେ ସେ ବାଟରେ, ବାକି ବେଳ ଦିନଯାକ ଭାରି। ଚାହା କପ ଅଧା ହୁଏ, ଚାହା କପ୍ ଅଧା ହୁଏ, ସମୟ ଆଡ଼େଇ ଯାଏ, ଚାହା ସବୁ ଥଣ୍ଡା ଥଣ୍ଡା ଲାଗେ, ଦିନର ଅବଧି ବଢ଼େ, ସମୟ ଘୁମେଇ ପଡ଼େ, ସନ୍ଧ୍ୟାବତୀ ଦିଶେ ଆଗେ ଆଗେ। ଦିନେ ନୁହେଁ ସେତେ ଦୀର୍ଘ, ଦିନ ନୁହେଁ ସେତେ ଦୀର୍ଘ, ଯେତେ ଭାବିଥିଲ ତୁମେ, ସକାଳରୁ ସନ୍ଧ୍ୟା ହେଲା ଯାଏ ଉଠିପଡ଼ ସଅଳତ, ସମୟ ତ ଅବିଶ୍ୱସ୍ତ, ବଞ୍ଚିବାକୁ ଜୀବନ ଗୋଟିଏ। ଉଠିପଡ଼ ସଅଳତ, ସମୟ ତ ଅବିଶ୍ୱସ୍ତ, ବଞ୍ଚିବାକୁ ଜୀବନ ଗୋଟିଏ। ଶ୍ରୋତାବନ୍ଧୁ, କବି ପିୟୁଷ ପଟ୍ଟନାୟକ ତାଙ୍କ କବିତାରେ ବଞ୍ଚିବାକୁ ଜୀବନ ଗୋଟିଏ ବୋଲି ବେଶ ଆଶା ବାନ୍ଧିଛନ୍ତି ଏବଂ ସମୟ ଭିତରେ ଯାହା ସବୁ ଘଟି ଚାଲେ ତାକୁ ହିଁ ତାଙ୍କ କବିତାରେ ସ୍ଥାନିତ କରିଛନ୍ତି। ତାଙ୍କର ଅନ୍ୟ ଏକ କବିତାକୁ ଆମେ ଶୁଣିବା। ସ୍ମୃତି ବିଭୋର କବି ପିୟୁଷ ପଟ୍ଟନାୟକଙ୍କର କବିତାର ଶୀର୍ଷକ ସ୍ମୃତି ଝରଣା। ବର୍ଷ ବର୍ଷ ବିତିଯିବ ଏମିତିରେ ତୁମେ ବି ନଥିବ, ବର୍ଷ ବର୍ଷ ବିତିଯିବ ଏମିତିରେ ତୁମେ ବି ନଥିବ, ତୁମ ସ୍ମୃତି ଝରଣାର ଜଳ ପରି ସଦା ଝରୁଥିବ। ଧୂଳିକୁ କୋଳାଏ ଯେହ୍ନେ ବର୍ଷା ବିନ୍ଦୁ ଧୂସର ବାଟରେ, ଧୂଳିକୁ କୋଳାଏ ଯେହ୍ନେ ବର୍ଷା ବିନ୍ଦୁ ଧୂସର ବାଟରେ, ତେସନିକି ମଗ୍ନ କରେ ସ୍ମୃତି ମୋତେ ମୋ ଅଜାଣତରେ। ଏକାକାର ଏ ପୃଥିବୀ ଏ ସମୁଦ୍ର ସେ କେଉଁ ଦିଗନ୍ତେ, କୃଷ୍ଣଚୂଡ଼ା ରଙ୍ଗ ଧରି ଅସ୍ତରାଗ ବିଭାସେ ଦିନାନ୍ତେ, ମୋପରି ମାମୁଲି କବି, ମୋପରି ମାମୁଲି କବି ସେ ରଙ୍ଗକୁ ହାତ ପାପୁଲିରେ, ପାରିବ କି ମାଖି ତୁମ ମନର ସେ ନଷ୍ଟ ବଗିଚାରେ। ଏମିତିରେ
ଏମିତିରେ ତୁମେ ବି ତ କହିବାର ମତେ ମନେ ନାହିଁ। ଏମିତିରେ ତୁମେ ବି ତ କହିବାର ମତେ ମନେ ନାହିଁ। ହୃଦୟର ଶାଳ୍ମଳୀରେ ଫୁଲ କିମ୍ବା ଫୁଟେ ମୋ ପାଇଁ। ସେତରୁର ଅବନତ ଡାଳ ତଳେ ମୁଁ ଛିଡ଼ା ରୁହେ। ସେତରୁର ଅବନତ ଡାଳ ତଳେ ମୁଁ ଛିଡ଼ା ରୁହେ। ଫୁଲଟିଏ ଖସିବାର ଆଶା ରଖି କାଳ କାଳ ଯାଏ। ଜାଣିନି ଜାଣିନି ଇଏ କି ମୋର ଏଡ଼ିବାର ନିଚ୍ଛକ ବାସ୍ତବତା। ଜାଣିନି ଇଏ କି ମୋର ଏଡ଼ିବାର ନିଚ୍ଛକ ବାସ୍ତବତା। ତଥାପି ବି ଛିଡ଼ା ରୁହେ ଲେଖେ କେତେ ଅବୋଧ୍ୟ କବିତା। ତଥାପି ବି ଛିଡ଼ା ରୁହେ ଲେଖେ କେତେ ଅବୋଧ୍ୟ କବିତା। ଶ୍ରୋତା ବନ୍ଧୁ, ଆମେ ଶୁଣୁଥିଲେ ଜଣେ କବିଙ୍କୁ, ଯିଏ ତାଙ୍କର ବୃତ୍ତିଗତ ଜୀବନରେ ସମ୍ପୂର୍ଣ୍ଣ ରୂପେ ଚିଫ୍ କମିଶନର ଏବଂ କଷ୍ଟମ୍ସ ସେଣ୍ଟ୍ରାଲ ଏକ୍ସାଇଜ୍ର GSTର ଜଣେ ଅଫିସର, କିନ୍ତୁ ବୃତ୍ତିଗତ ଜୀବନରୁ ଓହରିଲା ପରେ, ଅବସର ନେଲା ପରେ ତାଙ୍କର ଜୀବନରେ ସାହିତ୍ୟର ଏଇ ଯେଉଁ ଅନୁଭବ, ତାକୁ ସେ ତାଙ୍କ କବିତାରେ ଅତି ଚମତ୍କାର ଭାବରେ ରୂପାୟିତ କରିଛନ୍ତି। ଏଥିରୁ ଜଣାପଡ଼େ ଯେ ବୃତ୍ତି ଆଉ ପ୍ରବୃତ୍ତି ଭିତରେ ସବୁବେଳେ ମଣିଷଟିଏ ଯେଉଁ ରାସ୍ତାଟିଏ ବାଛେ, ଗୋଟିଏ ତାକୁ ହୁଏତ ପ୍ରତିଷ୍ଠା ଦିଏ, ଅନ୍ୟଟି ତାକୁ ଆତ୍ମପ୍ରଶାନ୍ତି ଦିଏ। ଶ୍ରୋତା ବନ୍ଧୁ, ଆମେ ଆଜି କବି ପୀୟୁଷ ପଟ୍ଟନାୟକଙ୍କ କବିତାକୁ ଶୁଣୁଥିଲେ। ଅଡ଼ିଓଟି କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।